ତାର ନାମ ଦିଆହେଇଛି ଚାରିଧାମ। କିନ୍ତୁ ସେ ଫିଲ୍ମକୁ ନେଇ ଅନେକ ବିବାଦୀୟ ଦେଖିବାକୁ ମିଳୁଛି ଯେ ସେଇ ଯେଉଁ ଟେଲର ସବୁ ଛଡ଼ା ହେଇଛି, ଯାହା କେରକେରା ବୋଲି ଏକ ଗୀତରେ ଓଡ଼ିଆ ସୁପରଷ୍ଟାର ଯିଏକି ଅନୁଭବ ମହାନ୍ତି ସେଠି ଅଭିନୟ କରିଛନ୍ତି। ସେ ମଦ ଖାଇ ନାଚିବା ଗୀତ ଏବଂ କିଛି ହିରୋଇନଙ୍କ ପୋଷ୍ଟରକୁ ନେଇ ବିବାଦ ଆସିଛି। ତ ଏ ଆଧ୍ୟାତ୍ମିକ ଶବ୍ଦ ବ୍ୟବହାର ହେଇଥିବା ଚାରିଧାମ ବିଷୟରେ ଆପଣଙ୍କର ମତାମତ କ'ଣ ରହିବ? ଏହାକୁ କିପରି ଦେଖୁଛନ୍ତି? ଫାଷ୍ଟ କଥା ତ ଆଧ୍ୟାତ୍ମିକ ଫିଲ୍ମ କହୁଛନ୍ତି ମାନେ ତ ଏଇଟା ତ ନିହାତି ଠାକୁରଙ୍କ ଉପରେ, ଯେମିତି ଚାରିଧାମ ଆପଣ କହୁଛନ୍ତି ମାନେ ଆମର ତ ଚାରିଧାମରେ ଠାକୁରଙ୍କ ଉପରେ ମାନେ ଟୋଟାଲ ଉପରେ ଫିଲ୍ମଟା ଆଧାରିତ ହେଇଛି। କିନ୍ତୁ ଆପଣ ଯେଉଁ କହୁଛନ୍ତି କି ମଦ୍ୟପାନ କରି ସେ ଯେଉଁ ମାନେ ଯେଉଁ ଗୀତଟା ବି ହେଇଛି ଯେଉଁଥିରେ କି ମଦ୍ୟପାନ କରିକି ଅନୁଭବ ମହାନ୍ତି ଡ୍ୟାନ୍ସ କରୁଛନ୍ତି, କିନ୍ତୁ ଏଇଟା ସମ୍ପୂର୍ଣ୍ଣ ଭାବେ ଭୁଲ ଅଛି। କାହିଁକି ନା ଏକ ତ ଗୋଟେ ଫାଷ୍ଟ କଥା ଠାକୁରଙ୍କର ଫିଲ୍ମ, ଠାକୁରଙ୍କ ମାନେ ଆଧ୍ୟାତ୍ମିକ ଉପରେ ଫିଲ୍ମଟା ହେଇଛି ଯେହେତୁ, ତ ଏଥିରେ କ'ଣ କରିବା ନା ମଦ ପିଇକି ଯେଉଁଟା କରୁଛନ୍ତି ଏଇଟା ସମ୍ପୂର୍ଣ୍ଣ ରୂପେ ଭୁଲ। ଏହାକୁ ଲୋକମାନେ ସମ୍ପୂର୍ଣ୍ଣ ରୂପେ ନିନ୍ଦନୀୟ ମାନେ ନିନ୍ଦା ହିଁ କରୁଛନ୍ତି। ଆଉ ଗୋଟେ କଥା, ଯଦି ବି ଏଇ ଆପଣଙ୍କର ଏଇ ଗୀତ ମାନେ ମଦ୍ୟପାନ ଉପରେ ନେଇକି ଭିଡ଼ିଓଟା କରିବାର ଥିଲା ତ ଏଇ ଫିଲ୍ମର ନା ଅଲଗା କିଛି ଦେଇପାରିଥାନ୍ତେ। ଆପଣ ମାନେ ଚାରିଧାମକୁ ନେଇକି ଗୋଟେ କ'ଣ ପାଇଁ ଆଧ୍ୟାତ୍ମିକ ଫିଲ୍ମ କରିକି ତାପରେ ମଦ୍ୟପାନ କରୁଛନ୍ତି?